ସମରେନ୍ଦ୍ର ହାତୀ ଓରଫ ଲୁଲୁ କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ଏକ ଜଣାଶୁଣା ନାଁ। ବାରଙ୍ଗ ବ୍ଲକ ଉଷୁମା ପଞ୍ଚାୟତର ଏହି ବ୍ୟକ୍ତିଙ୍କର ସ୍ଥାନୀୟ ଅଞ୍ଚଳରେ ବେଶ୍ ଦବଦବା ରହିଛି। ଜଣେ ଦୃଢ଼ ସଂଗଠକ ଭାବେ ବେଶ୍ ନାଁ ରହିଛି ତାଙ୍କର। ସେହିପରି ବିଶ୍ୱରଞ୍ଜନ ଦାସ ଓରଫ ଟିଟା, ସେ ମଧ୍ୟ ଜଣେ ଜଣାଶୁଣା ଦୃଢ଼ ଯୁବ ସଂଗଠକ। ଉଭୟଙ୍କ ଦକ୍ଷତା ପାଇଁ ତାଙ୍କୁ ଜିଲ୍ଲା ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦଳ ଅବସ୍ଥାପିତ କରିଥିଲା। ହେଲେ ଚଳିତ ନିର୍ବାଚନ ସମୟରେ ଏହି ଦୁଇ ବ୍ୟକ୍ତି ବାଧ୍ୟ ହୋଇ କଂଗ୍ରେସ ଦଳ ହାତ ଛାଡ଼ି ବିଜେଡ଼ିରେ ନିଜକୁ ସାମିଲ କରିଛନ୍ତି। ନିଜ ଅଞ୍ଚଳରେ ପ୍ରଗତି ଓ ସାମୂହିକ ଉନ୍ନତି ପାଇଁ ଏହି ଦୁଇ ଜଣ ନେତା ଏବେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଗତ 1 ତାରିଖ ଦିନ ଉଷୁମା ପଞ୍ଚାୟତର ଏକ ମହାମିଶ୍ରଣ ପର୍ବରେ ଉଭୟ ନେତା ବିଧିବଦ୍ଧ ଭାବେ ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ନେତୃତ୍ୱରେ ବିଜେଡ଼ିରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲ୍ଲିକ, ସାଂସଦ ପ୍ରାର୍ଥୀ ଡକ୍ଟର ରାଜଶ୍ରୀ ମଲ୍ଲିକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରିବା ପରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଉଭୟ ବିଜେଡ଼ିରେ ସାମିଲ ହୋଇଛନ୍ତି। କେବଳ ଏହି ଦୁଇ ଜଣ ନୁହନ୍ତି, କୁରାଙ୍ଗ ପ୍ରଧାନ ପଞ୍ଚାୟତର ବିଜେପିର ଦୃଢ଼ ସଂଗଠକ ଯୁବ ନେତୃତ୍ୱ ପ୍ରଶାନ୍ତ ପ୍ରଧାନ ଓ ପ୍ରାୟ 250ରୁ ଅଧିକ ବିଭିନ୍ନ ଦଳର କର୍ମୀ ସେମାନଙ୍କ ଦଳ ଛାଡ଼ି ବିଜୁ ଜନତା ଦଳରେ ନିଜକୁ ସାମିଲ କରିଛନ୍ତି।